ହ୍ୟାଲୋ ସାଙ୍ଗମାନେ, ଆପଣମାନେ କେମିତି ଅଛନ୍ତି? ଆଇ ହୋପ୍ ଆପଣମାନେ ଭଲରେ ଥିବେ। ମୁଁ ବି ଭଲରେ ଅଛି। ଆପଣମାନଙ୍କୁ ଏଇ ଶୁଭ ସକାଳରେ ସ୍ୱାଗତ ଜଣାଉଛି। ଆଉ ଆପଣମାନଙ୍କୁ ଗୋଟେ କଥା କହିବା ପାଇଁ ଚାହୁଁଛି, କାହିଁକିନା କାଲି ବହୁତ ଜୋରରେ ପବନ ଆସିଥିଲା, ବର୍ଷା ହେଇଥିଲା। ଏମିତିକି କାଲି ରାତିରେ ଗଛପତ୍ର ଡାଳପତ୍ର ଯାକ ସବୁ ଭାଙ୍ଗି ପଡ଼ିଥିଲା, ତ ସେଇଟା ପାଇଁ ମୁଁ ଭାବୁଛି କି ସେଇ ଜିନିଷ ଆପଣମାନଙ୍କୁ ଯେଉଁ ଜିନିଷ ଦେଖାଇବା ପାଇଁ ଚାହୁଁଛି, ସେ ଜିନିଷ କାଳେ ଖରାପ ହେଇନାହିଁ ତ, ମାନେ ଭାଙ୍ଗି ଯାଇନାହିଁ ତ। ତ ସାଙ୍ଗମାନେ ଆପଣମାନଙ୍କୁ ସେଇ ଜିନିଷଟି ଆପଣମାନଙ୍କୁ ଆଜି ଦେଖେଇବି ସେଇ ଜିନିଷଟି କଣ। ତ ଚାଲନ୍ତୁ ଆପଣମାନଙ୍କୁ ଦେଖଉଛି। ଭିଡ଼ିଓରେ ଏମିତି କଣ୍ଟିନ୍ୟୁ ରଖନ୍ତୁ, ଆପଣମାନେ ଜରୁର ଦେଖିବେ। ଚାଲନ୍ତୁ। ଚାଲନ୍ତୁ ସାଙ୍ଗମାନେ, ସେଇ ଜିନିଷରେ ମୁଁ ଏବେ ଜଷ୍ଟ ପହଞ୍ଚି ଯାଇଛି। ତେଣୁ ଆପଣମାନଙ୍କୁ ଦେଖାଇବା ପାଇଁ ଚାହୁଁଛି। ଚାଲନ୍ତୁ ଦେଖିବା କେମିତି ଅଛନ୍ତି। ଦେଖନ୍ତୁ ସାଙ୍ଗମାନେ, ଏଠି ଗୋଟେ ଚଢ଼େଇ ବସା ଅଛି। ଦେଖିପାରୁଥିବେ ଏଇ ଚଢ଼େଇ ବସାକୁ ଆପଣମାନେ। ବହୁତ ଲୋକ ଜାଣିଥିବେ ଏଇ ଚଢ଼େଇ ବସା। ଦେଖିପାରୁଥିବେ କେମିତି ବାନ୍ଧିଛି। କେତେ ମଜବୁତରେ ଏଠି ବାନ୍ଧିକି ରଖିଛି। ଆ ଭିତରେ ନା ଗୋଟେ ଛୋଟ ଚଢ଼େଇ ଛୁଆ ଗୋଟେ ଅଛି। ଦେଖିବା କେମିତି ଅଛି, ଭଲରେ ଅଛି ନା କାଲି ପବନ ଯୋଗୁଁ ଖରାପ ହେଇଯାଇଛି। ଦେଖିବା ସ୍ମୁଥ ସ୍ମୁଥ ଲାଗୁଛି। ଦେଖିବା କେମିତି ଅଛି। ଆରେ ତାଙ୍କ ମା ମାନେ ଆସି ଯାଇଛନ୍ତି। ସାଙ୍ଗମାନେ ବହୁତ ଜୋରରେ କାନ୍ଦୁଛନ୍ତି ସେମାନେ। ଭାବୁଛନ୍ତି କି ମୋ ଛୁଆକୁ ଚଢ଼େଇକି ନେଇଯାଉଛି। ଦେଖିପାରୁଥିବେ କେତେ କ୍ୟୁଟ ଅଛି। ଏଠି ଆପଣ ଦେଖିପାରୁଥିବେ କେତେ ବଢ଼ିଆ ଦେଖା ଯାଉଛି ନା ସାଙ୍ଗମାନେ। ଗୋଟିଏ ଛୁଆ ଥିଲା ଏଠି। ମାତ୍ର କାଳିଛି ଆଉ ଗୋଟିଏ ଅଣ୍ଡା ଅଛି, ସେଟା ଫୁଟି ନାହିଁ ଏପର୍ଯ୍ୟନ୍ତ। ଆଉ ସେଟା ମଧ୍ୟ ଫୁଟିବ ନାହିଁ, ମତେ ଲାଗୁଛି ସେଟା ଫୁଟିବ ଆକା ନାହିଁ। ଦେଖିପାରୁଥିବେ ଏଇ ଗଛ ଉପରେ ତାଙ୍କ ମା ମାନେ ଆସିଛନ୍ତି। ଆଉ ବହୁତ କାନ୍ଦୁଛନ୍ତି, ମାନେ ସେମାନେ ଭାବୁଛନ୍ତି କି ମୋ ଛୁଆକୁ ଛଡେଇକି ନେଇଯାଉଛି। ଦେଖିପାରୁଥିବେ କେତେ କ୍ୟୁଟ ଅଛି। ଏପର୍ଯ୍ୟନ୍ତ ପକ୍ଷୀ ବି ବାହାରି ନାହିଁ, ଟିକେ ଟିକେ ବାହାରୁଛି ଏବେ। ତ ତାଙ୍କ ଘରେ ଆକୁ ରଖିଦେବା। କାହିଁକିନା ସେମାନେ ଭାବୁଛନ୍ତି କି ଚଢ଼େଇକି ନେଇଯାଉଛି। ମୁଁ ଏଇଟା ହିଁ ଦେଖେଇବାର ଥିଲା ସାଙ୍ଗମାନେ। ଏଇ ଚଢ଼େଇ ବସାଟି ବହୁତ ଭଲ ଭାବରେ ସୁରକ୍ଷିତ ଅଛି। ତେଣୁ ମୋତେ କିଛି ଟେନସନ୍ ନାହିଁ। ଭଲରେ ଥାଉ, ଆଉ ଏହାକୁ କେହି କାଢ଼ିକି ନିଅନ୍ତୁ ନାହିଁ। ଆଇ ହୋପ୍, ଆଶା ରଖୁଛି କି ଆକୁ କେହି କାଢିବେ ବି ନାହିଁ। ତ ଥ୍ୟାଙ୍କ ୟୁ ଦୋସ୍ତ ମୋ ଭିଡ଼ିଓରେ ଏତିକି ପର୍ଯ୍ୟନ୍ତ ଦେଖିବା ପାଇଁ। ସୋ ଥ୍ୟାଙ୍କସ୍, ଅଲ୍ ଦ ବେଷ୍ଟ।